ପିଲାମାନେ ମୁଁ ଶ୍ରୀମତୀ ମନୋରମା ରଥ ବ୍ଲକ ଖଡ଼ିଆଲ ଜିଲ୍ଲା ନୂଆପଡ଼ା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦୋହେଲପଡ଼ାର ଜଣେ ଶିକ୍ଷୟିତ୍ରୀ ତୁମ୍ଭମାନଙ୍କୁ ଏହି ଅନଲାଇନ୍ ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମକୁ ପୁଣି ଥରେ ସ୍ୱାଗତ ଜଣାଉଅଛି। ପିଲାମାନେ ଗତ କେଇଦିନ ଧରି ଆମେ ତୁମ ସାହିତ୍ୟ କଳିକା ବହିର ତୃତୀୟ ଅଧ୍ୟାୟ ରାଜାଙ୍କ ନୂତନ ପରିଚ୍ଛଦ ବିଷୟଟିକୁ ଆରମ୍ଭ କରିଥିଲେ ଏବଂ ତାହାର ଏକାଦଶ ଅନୁଚ୍ଛେଦ ପର୍ଯ୍ୟନ୍ତ ପଢ଼ି ବୁଝି ସାରିଥିଲେ। ଆଜି ଆମେ ତୁମ ସେହି ଅଧ୍ୟାୟର ହିଁ ତିନୋଟି ଶେଷ ଅନୁଚ୍ଛେଦକୁ ପଢ଼ିବା, ବୁଝିବା, ସେଥିରେ କିଛି ନୂତନ ଶବ୍ଦ ଖୋଜିବା ଆଉ ସେହି ନୂତନ ଶବ୍ଦଗୁଡ଼ିକୁ ସେହି ବାକ୍ୟ ଗୁଡ଼ିକରେ ଅନୁଚ୍ଛେଦ ଗୁଡ଼ିକରେ କିପରି ଭାବରେ ପ୍ରୟୋଗ କରାଯାଇଛି ତାହାକୁ ବୁଝିବା। ଏହାପରେ ସେ ରାଜାଙ୍କ ନିକଟକୁ ଫେରିଆସି ସେହି କଥା କହିଲେ। ରାଜା ଏଥର ତାଙ୍କ ପ୍ରଧାନ ବିଚାରପତିଙ୍କୁ ପଠାଇଲେ। ତାଙ୍କର ମଧ୍ୟ ସେହି ଅବସ୍ଥା ହେଲା। ସେ ତନ୍ତରେ କୌଣସି ବସ୍ତ୍ର ନ ଦେଖି ବିଚାରିଲେ, କ'ଣ ମୁଁ ପ୍ରଧାନ ବିଚାରପତି ଭାବରେ କେତେ କେତେ ମାମଲାର ବିଚାର କରି ତାର ସମାଧାନ କରିଛି। ନ୍ୟାୟ ବିଚାର ପାଇଁ ସମସ୍ତଙ୍କ ଦ୍ୱାରା ପ୍ରଶଂସିତ ହୋଇଛି। ମୁଁ ତେବେ କ'ଣ ବୁଦ୍ଧିହୀନ ଓ ପ୍ରଧାନ ବିଚାରପତି ପଦ ପାଇଁ ଅଯୋଗ୍ୟ? କାହିଁ ମୁଁ ତ କୌଣସି ବସ୍ତ୍ର ଦେଖିପାରୁନାହିଁ। ସେ ତାଙ୍କର ଦୁର୍ବଳତା ଲୁଚାଇବା ପାଇଁ ରାଜାଙ୍କ ପାଖରେ ଆସି ଜଣାଇଲେ, ମହାରାଜ, ଏହି କାରିଗର ଦୁହେଁ ଅସାଧାରଣ ଓ ଆଶ୍ଚର୍ଯ୍ୟଜନକ ପୋଷାକ ପ୍ରସ୍ତୁତ କରୁଛନ୍ତି। ଏଥର ରାଜା ସ୍ୱୟଂ ତାଙ୍କର କେତେକ ବିଶ୍ୱସ୍ତ କର୍ମଚାରୀଙ୍କ ସହିତ ଯାଇ ତନ୍ତ ନିକଟରେ ଉପସ୍ଥିତ ହେଲେ। ସେମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଓ ପ୍ରଧାନ ବିଚାରପତି ମଧ୍ୟ ଗଲେ। ସେ ଦୁହେଁ ସେହି ଅଦ୍ଭୁତ ବସ୍ତ୍ରଟିକୁ ଦେଖିପାରୁଥିବା ଭଳି ଛଳନା କରି କହିଲେ, ଦେଖନ୍ତୁ ମହାରାଜ, ଏହି ନୂତନ ପରିଚ୍ଛଦଟି କେଡ଼େ ସୁନ୍ଦର ହୋଇଛି। ସ୍ୱର୍ଣ୍ଣ ଜରି ଓ ମଣିମୁକ୍ତା ଯଥାସ୍ଥାନରେ ଖଞ୍ଜା ଯାଇ କେଡ଼େ ମନୋହର ଦିଶୁଛି। ସେମାନେ ଭାବୁଥାନ୍ତି ଯେ ବୋଧହୁଏ କେବଳ ତାଙ୍କରି ବ୍ୟତୀତ ଅନ୍ୟମାନେ ସମସ୍ତେ ସେହି ବସ୍ତ୍ରଟିକୁ ଦେଖିପାରୁଛନ୍ତି। ପିଲାମାନେ ଆମେ ଏହି ତିନୋଟି ଶେଷ ଅନୁଚ୍ଛେଦଟିର ଉଚ୍ଚ ପଠନ କରିବା। ସର୍ବଦା ଆମେ ଯେମିତି ଉଚ୍ଚ ପଠନ କରିଥାଉ ସେହିପରି ଆଜି ମଧ୍ୟ ଆମେ ଉଚ୍ଚ ପଠନ କରିବା ଏବଂ ସେହି ଉଚ୍ଚ ପଠନ ପରେ ଆମେ ନୂତନ ଶବ୍ଦ ଗୁଡ଼ିକୁ ଖୋଜିବା। ତ ପିଲାମାନେ ଦେଖ, ମୁଁ ଉଚ୍ଚ ପଠନ କରୁଛି, ତୁମେମାନେ ଦେଖ ଆଉ ଶୁଣ। ରାଜା କିନ୍ତୁ ମନେ ମନେ ଭାବୁଥାନ୍ତି ସମସ୍ତେ ସେହି ବସ୍ତ୍ରଟିକୁ ଦେଖିପାରୁଥିବା ସ୍ଥଳେ ସେ ନିଜେ କାହିଁକି ଦେଖିପାରୁନାହାନ୍ତି? ସେ ତେବେ କ'ଣ ରାଜପଦ ପାଇଁ ଅଯୋଗ୍ୟ? ପ୍ରଜାମାନେ ଏକଥା ଜାଣିଲେ କ'ଣ ଭାବିବେ? ସେ ମଧ୍ୟ ନିଜର ଲଜ୍ଜାକୁ ଘୋଡ଼ାଇବା ପାଇଁ ମିଛରେ କହିଲେ, ସାବାସ୍ ସାବାସ୍, ଅତି ଚମତ୍କାର ବସ୍ତ୍ର ହୋଇଛି। ରାଜାଙ୍କ ସାଙ୍ଗରେ ଯାଇଥିବା ଅନ୍ୟାନ୍ୟ କର୍ମଚାରୀମାନେ ମଧ୍ୟ କୌଣସି ବସ୍ତ୍ର ଦେଖିପାରୁ ନଥିଲେ। ସେମାନେ କାଳେ ବୋକା ଓ ଅଯୋଗ୍ୟ ପ୍ରମାଣିତ ହେବେ, ସେଥିପାଇଁ ଅନ୍ୟମାନଙ୍କ ଭଳି ମିଛରେ କହିଲେ, ବାଃ, ଚମତ୍କାର ହୋଇଛି। ରାଜାଙ୍କର ଜନ୍ମୋତ୍ସବର ପୂର୍ବଦିନ ଶଠ 2 ଜଣ ସୁବର୍ଣ୍ଣ ଥାଳିରେ ନୂତନ ପରିଚ୍ଛଦଟିକୁ ରଖିଥିବାର ଅଭିନୟ କରି ଶୂନ୍ୟ ଥାଳିକୁ ନେଇ ରାଜାଙ୍କୁ ଉପହାର ଦେଲେ। ଏହାପରେ ରାଜାଙ୍କଠାରୁ ପୁରସ୍କାର ଘେନି ଚାଲିଗଲେ। ଜନ୍ମଦିନ ସକାଳୁ ରାଜାଙ୍କର ଭୃତ୍ୟ ତାହାଙ୍କୁ ନୂତନ ପରିଚ୍ଛଦଟି ପିନ୍ଧାଇ ଦେବାକୁ ଆସିଲା। ସେ ଦେଖିଲା ଥାଳିଟି ଶୂନ୍ୟ। ତା ଭିତରେ ପ୍ରକୃତରେ କୌଣସି ପୋଷାକ ନାହିଁ। ସେ କହିଲା, ମହାରାଜ, ମୁଁ ପଛକେ ବୋକା ଓ ଅଯୋଗ୍ୟ ବୋଲି ପ୍ରମାଣିତ ହୋଇପାରେ, କିନ୍ତୁ ଆପଣଙ୍କୁ ଖୁସି କରିବା ପାଇଁ କେବେ ହେଲେ ମିଥ୍ୟା କହିପାରିବି ନାହିଁ। ପ୍ରକୃତରେ ଏ ଥାଳିରେ କୌଣସି ବସ୍ତ୍ର ନାହିଁ। ମୋର ମନେହୁଏ ସେ 2 ଜଣ ମିଥ୍ୟାବାଦୀ ଓ ଠକ ଅଟନ୍ତି। ଆମକୁ ଠକି ବହୁତ ଅର୍ଥ ନେଇ ପଳାଇଛନ୍ତି। ରାଜା ଏହି କଥା ଶୁଣି ନିଜର ଭ୍ରମ ବୁଝିପାରିଲେ ଏବଂ ମନେ ମନେ ଅତ୍ୟନ୍ତ ଲଜ୍ଜିତ ହେଲେ। ସେହିଦିନ ତାଙ୍କର ସୌଖିନ ପୋଷାକ ପ୍ରତି ମମତା ଛାଡ଼ିଗଲା। ସେ ଏଣିକି ରାଜକାର୍ଯ୍ୟରେ ମନୋନିବେଶ କଲେ। ଶଠ 2 ଜଣ ସମଗ୍ର ରାଜ୍ୟର ଲୋକଙ୍କୁ ବୋକା ଓ ଅଯୋଗ୍ୟ ପ୍ରମାଣ କରି ପ୍ରଚୁର ଅର୍ଥ ନେଇ ଚାଲିଯିବା ପୂର୍ବରୁ ଧରାପଡ଼ି କଠିନ ଶାସ୍ତି ଭୋଗ କଲେ। ପିଲାମାନେ ଆମେ ଅନୁଚ୍ଛେଦଟିର
କ'ଣ କଲେ ନା ଉଚ୍ଚପଠନ କରିସାରିଲେ। ବର୍ତ୍ତମାନ ସେଗୁଡ଼ିକ ମଧ୍ୟରୁ ଯେଉଁ ନୂତନ ଶବ୍ଦଗୁଡ଼ିକ ମୁଁ ଖୋଜି ଏଇଠାରେ ଲେଖିଦେଇଛି, ତୁମେମାନେ ଦେଖ। ତାପରେ ତାର ପାର୍ଶ୍ୱରେ ମୁଁ ତାହାର ଅର୍ଥଗୁଡ଼ିକ ମଧ୍ୟ ଲେଖିଦେଇଛି। ଗୋଟି ଗୋଟି କରି ଆସ ପଢ଼ିବା। ରାଜପଦ, ରାଜପଦର ଅର୍ଥ ରାଜତ୍ୱ ବା ରାଜ୍ୟ ଶାସନ। ଜନ୍ମୋତ୍ସବ, ଜନ୍ମୋତ୍ସବର ଅର୍ଥ ଜନ୍ମଦିନର ଉତ୍ସବ। ସୁବର୍ଣ୍ଣ, ସୁବର୍ଣ୍ଣ ଅର୍ଥ ସୁନା। ଉପହାର, ଉପହାର ମାନେ ଭେଟି ବା ପ୍ରୀତିର ସହିତ ଦିଆଯାଇଥିବା ଦ୍ରବ୍ୟ। ମନୋନିବେଶ, ମନୋନିବେଶ ମାନେ ମନୋଯୋଗ ପ୍ରଦାନ। ଭୃତ୍ୟ, ଭୃତ୍ୟର ଅର୍ଥ ଚାକର। ମିଥ୍ୟା, ମିଥ୍ୟାର ଅର୍ଥ ମିଛ। ମିଥ୍ୟାବାଦୀ, ମିଥ୍ୟାବାଦୀର ଅର୍ଥ ହେଲା ଯେ ମିଛ କଥା କହେ। ଭ୍ରମ, ଭ୍ରମର ଅର୍ଥ ହେଲା ଭୁଲ। ସୌଖିନ, ସୌଖିନର ଅର୍ଥ ହେଲା ରୁଚି ସମ୍ପନ୍ନ ବା ସୌକଯୁକ୍ତ। ଶାସ୍ତି, ଶାସ୍ତିର ଅର୍ଥ ହେଲା ଦଣ୍ଡ। ପିଲାମାନେ ଆମେ ପୂର୍ବ ଅନୁଚ୍ଛେଦରେ କ'ଣ ପଢ଼ିଥିଲେ ନା ପ୍ରଧାନମନ୍ତ୍ରୀ ପ୍ରଥମେ ବସ୍ତ୍ରଟିକୁ ଦେଖିବା ପାଇଁ ଯାଇଥିଲେ। ତାପରେ କ'ଣ ହେଲା ନା ରାଜା ପ୍ରଧାନ ବିଚାରପତିଙ୍କୁ ବସ୍ତ୍ରକୁ ଦେଖିବା ପାଇଁ ପଠାଇଥିଲେ। ତାପରେ କ'ଣ ହେଲା ପିଲାମାନେ, ଯା ରାଜା ସ୍ୱୟଂ ନିଜେ ବିଶ୍ୱସ୍ତ କର୍ମଚାରୀଙ୍କ ସହିତ ସେହି ତନ୍ତ ନିକଟରେ ଉପସ୍ଥିତ ହୋଇଥିଲେ। ତାଙ୍କ ସହିତ ଆଉ କିଏ ଥିଲେ ପିଲାମାନେ, ନା ପ୍ରଧାନମନ୍ତ୍ରୀ ଓ ପ୍ରଧାନ ବିଚାରପତି ମଧ୍ୟ ଯାଇଥିଲେ। ସେମାନେ ଛଳନା କରି କ'ଣ କହିଥିଲେ ନା ନୂତନ ପରିଚ୍ଛଦଟି କେଡ଼େ ସୁନ୍ଦର ହୋଇଛି ବୋଲି କହିଥିଲେ। ସେଠାରେ ଯେଉଁ ସ୍ୱର୍ଣ୍ଣଜରି ମଣିମୁକ୍ତା କ'ଣ ହେଇଛି ନା ଯଥାସ୍ଥାନରେ ଖଞ୍ଜା ଯାଇ କେତେ ସୁନ୍ଦର ଦେଖାଯାଉଛି ବୋଲି ସେମାନେ ରାଜାଙ୍କୁ ମିଛରେ ଛଳନା କରି କହିଥିଲେ। ହେଲେ ସେମାନେ କ'ଣ ଭାବୁଥିଲେ ପିଲାମାନେ, ଯେ ସେମାନେ ହିଁ କେବଳ ବସ୍ତ୍ରଟି ଦେଖିପାରୁ ନାହାନ୍ତି, ଅନ୍ୟମାନେ ଯେତେ ସେଠାରେ ଉପସ୍ଥିତ ଅଛନ୍ତି ସେମାନେ ସେହି ବସ୍ତ୍ରଟିକୁ ଦେଖିପାରୁଛନ୍ତି। ପିଲାମାନେ ଆମେ ଏତିକି ପର୍ଯ୍ୟନ୍ତ ପଢ଼ି ବୁଝିଥିଲେ। ବର୍ତ୍ତମାନ ଆମେ ଦ୍ୱାଦଶ ଅନୁଚ୍ଛେଦଟିକୁ ପଢ଼ି ବୁଝିବା। ଦେଖ, ରାଜା କିନ୍ତୁ ମନେ ମନେ ଭାବୁଥାନ୍ତି ସମସ୍ତେ ସେହି ବସ୍ତ୍ରଟିକୁ ଦେଖିପାରୁଥିବା ସ୍ଥଳେ ସେ ନିଜେ କାହିଁକି ଦେଖିପାରୁ ନାହାନ୍ତି। ରାଜା କିନ୍ତୁ ମନେ ମନେ ଭାବୁଥିଲେ। ରାଜା କ'ଣ ଭାବୁଥିଲେ ପିଲାମାନେ, ରାଜା ମନେ ମନେ ଭାବୁଥିଲେ ଯେ ସମସ୍ତେ ସେହି ବସ୍ତ୍ରଟିକୁ ଦେଖିପାରୁଥିବା ସ୍ଥଳେ ସେ ନିଜେ କାହିଁକି ଦେଖିପାରୁ ନାହାନ୍ତି। ଯେତେବେଳେ ପ୍ରଧାନମନ୍ତ୍ରୀ, ପ୍ରଧାନ ବିଚାରପତି ସମସ୍ତେ ତାଙ୍କୁ କ'ଣ ବୋଲି କହିଲେ ନା ଚମତ୍କାର ହେଇଛି ବସ୍ତ୍ରଟା, ମନୋହର ଦେଖାଯାଉଛି ବସ୍ତ୍ରଟା। ହେଲେ ରାଜା ନିଜେ ନିଜେ ମନେ ମନରେ କ'ଣ ଚିନ୍ତା କରୁଛନ୍ତି ପିଲାମାନେ, ସେ ଚିନ୍ତା କରୁଛନ୍ତି ଯେ ସମସ୍ତେ ଏହି ବସ୍ତ୍ରଟିକୁ ଦେଖିପାରୁଛନ୍ତି, ହେଲେ ସେ ବସ୍ତ୍ରଟିକୁ ସେ କାହିଁକି ଦେଖିପାରୁନାହାନ୍ତି। ଏ କଥାଟା ତାଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିଲା। ତ ସେ ତାପରେ କ'ଣ ହେଲା ପିଲାମାନେ, ଦେଖ ଏଇଠାରେ ପ୍ରଶ୍ନବାଚକ ଚିହ୍ନ ଅଛି। ପ୍ରଶ୍ନବାଚକ ଚିହ୍ନର ଅର୍ଥ ପିଲାମାନେ ସେ ମନରେ ତାଙ୍କର ପ୍ରଶ୍ନ ସୃଷ୍ଟି କରୁଛି। ଆମେ ଯେତେବେଳେ ପ୍ରଶ୍ନଟିଏ ତିଆରି କରିଥାଉ ପିଲାମାନେ, ସେତେବେଳେ ଆମେ ତାର ଶେଷରେ ଏଇ ପ୍ରଶ୍ନବାଚକ ଚିହ୍ନଟିଏ ଦେଇଥାଉ। ତାହେଲେ ଏଇ ଚିହ୍ନଟି ଥିଲେ ତୁମେ ଜାଣିବ ତାହା ହେଉଛି ଗୋଟିଏ ପ୍ରଶ୍ନ ବୋଲି। ହେଲା, ତାପରେ ଯିବା। ସେ କେତେ କ'ଣ ସେ ତେବେ କ'ଣ ରାଜପଦ ପାଇଁ ଅଯୋଗ୍ୟ ଓ ପ୍ରଜାମାନେ ଏକଥା ଜାଣିଲେ କ'ଣ ଭାବିବେ। ତାଙ୍କ ମନରେ ପୁଣି ଥରେ ପ୍ରଶ୍ନ ଉଠୁଛି ଯେ କ'ଣ ବୋଲି, ନା ସେ କ'ଣ ତେବେ ରାଜପଦ ପାଇଁ ଅଯୋଗ୍ୟ। କ'ଣ ପାଇଁ ଅଯୋଗ୍ୟ, ଏଠିରେ ନୂତନ ଶବ୍ଦ ତୁମର ଆସିଲା ରାଜପଦ। ନୂତନ ଶବ୍ଦ ଆସିଲା କ'ଣ ପିଲାମାନେ, ନା ରାଜପଦ। ରାଜପଦର ଅର୍ଥ କ'ଣ ପିଲାମାନେ, ନା ରାଜତ୍ୱ। ସେ କ'ଣ ତାହେଲେ ରାଜତ୍ୱ କରିବା ପାଇଁ ଅଯୋଗ୍ୟ। ହଁ, ପ୍ରଜାମାନେ ଏକଥା ଜାଣିଲେ କ'ଣ ଭାବିବେ, ମାନେ ପ୍ରଜାମାନେ ମାନେ ତାଙ୍କର ଶାସନାଧୀନ ଯେତେ ସବୁ ସାଧାରଣ ଜନସାଧାରଣ, ତାଙ୍କର ଶାସନାଧୀନ ସେହି ଦେଶରେ ଥିବା ଜନସାଧାରଣକୁ ଆମେ ପ୍ରଜା କହିଥାଉ। ତ ପ୍ରଜାମାନେ ଏକଥା ଜାଣିଲେ ରାଜା ମନେ ମନେ ବିଚାର କରୁଛନ୍ତି, ମନେ ମନେ ଚିନ୍ତା କରୁଛନ୍ତି, ମନେ ମନେ ଭାବୁଛନ୍ତି ଯେ ପ୍ରଜାମାନେ ଏକଥା ଯଦି ଜାଣିବେ ଯେ ବସ୍ତ୍ରଟି ମୋ ଆଖିକୁ ଦେଖାଯାଉନାହିଁ, ତାହେଲେ ମୁଁ ରାଜପଦ ପାଇଁ ବା ରାଜତ୍ୱ କରିବା ପାଇଁ କ'ଣ ଅଯୋଗ୍ୟ। ହଁ, ମନକୁ ମନ ସେ ପ୍ରଶ୍ନ ପଚାରି ବୁଝୁଛନ୍ତି। ତାପରେ କ'ଣ ହେଲା, ପ୍ରଜାମାନେ ଏକଥା ଜାଣିଲେ କ'ଣ ଭାବିବେ, ସେମାନେ କ'ଣ ଭାବିବେ ଯେ ଆମ ରାଜା ଅଯୋଗ୍ୟ, ରାଜା ହେବା ଲାଗି ସେ ଯୋଗ୍ୟ ନୁହନ୍ତି, ସେ ଆମକୁ ଶାସନ କରିବା ଲାଗି ଯୋଗ୍ୟ ନୁହନ୍ତି ବୋଲି ସେମାନେ ଭାବିବେ। ତାପରେ କ'ଣ ହେଲା ପିଲାମାନେ, ଦେଖ ଏଇଠାରେ ମଧ୍ୟ ପ୍ରଶ୍ନବାଚକ ଚିହ୍ନ ଅଛି ଦୁଇଟି। ଦେଖ, ତ ଏଥିରୁ ଆମେ ଜାଣିଲେ ଯେ ରାଜା ଏଇଟା ନିଜେ ନିଜକୁ ପ୍ରଶ୍ନ କରୁଛନ୍ତି। ହେଲା, ସେ ମଧ୍ୟ ନିଜର ଲଜ୍ଜାକୁ ଘୋଡ଼ାଇବା ପାଇଁ ମିଛରେ କହିଲେ ସାବାସ୍ ସାବାସ୍, ଅତି ଚମତ୍କାର ବସ୍ତ୍ର ହୋଇଛି। ହେଲା, ତ ପିଲାମାନେ
आमे एठारे देखुचु उद्धृत कमा दिया जाइछि। एठारे गोटे व्यक्ति बा जहाँ जी कही थाए ताहार वक्तव्य को आमे जदि कौन करबा ना आनी लेखिबा ताहाको आमे उद्धृत कमा मध्यरे रखी थाउ। ए देख पिला माने एठारे उद्धृत कमा दिया जाइछि हैला। तापरे देख कौन भाविले से निज लज्जा को घोड़ाए से मध्य निजर लज्जा को जेमिति प्रधान विचारपति प्रधानमंत्री निजर लज्जा को घोड़ाइबा पई निजर पद को केमिति से त्याग करि पारिबे नाही से कथा चिंता करी काले राजा तांको तोड़ी देबे तांको पदरु से कथा चिंता करी जेमिति से माने मध्य छलना करी मिछ कथा कहूथिले सेही परी राजा मध्य से राजत्व पई बा राजपद पई निजको अयोग्य मने करी से कोन करथिले ना निजर लज्जा को सेही लज्जा को घोड़ाइबा पई से मिछरे कहिले कौन बोली कहिले ना साबास साबास काहाकू साबासी देले सेही 62 जन को सेही कारीगर 2 जन को से साबास साबास बोली कहिले हैला। तुमको जेते बेले साबास साबास केते बेले कहा जाय पिला माने ना जेते बेले तुमे किछि भलो काम करथाओ तुम बापा माँ तुमको साबास भलो करिछि बोली कहंती कि नहीं तो सेमिति राजा मध्य सेही कारीगर 2 जन को साबासी देले हैला। तापरे कौन कहले ना अति चमत्कार वस्त्र होइछि हैं से वस्त्र को देखि न पारि मध्य से कौन कले ना सेही वस्त्रटी को चमत्कार होइछि अद्भुत होइछि बोली से कहिथिले हैं। शेष रे पिला माने राजा मध्य मिछ कहिबा को पछाइले नाही लज्जा जोगु निजर पदवी पाई सेही से अयोग्य काले प्रमाणित होई जिवे बोली सेति पाई से कौन कले पिला माने से मध्य मिछ कथा कहिथिले हैला। तापरे देखो अन्य वाक्य को जीवा राजा संगे जाइथिबा अन्यान्य कर्मचारी माने मध्य कोनोसी वस्त्र देखि पारु नथिले। हाँ राजा संगे जाइथिबा अन्यान्य कर्मचारी माने मध्य सेही कोनोसी वस्त्र देखि पारु नथिले। राजा संगे तांकर विश्वस्त कर्मचारी मध्य जाइथिले तो से माने मध्य सेही वस्त्रटी को कोन करथिले पिला माने देखि पारु नथिले तांको आखि को देखा जाऊ नथिला तंतटी शून्य देखा जाउथिला सेठारे कोनोसी जिनिस बा कोनोसी वस्त्र देखा जाऊ नथिला। से माने काले बोका और अयोग्य प्रमाणित हेबे सेथिपाई अन्य मानक भली मिछरे कहिले वाह चमत्कार होइछि तो से माने काले बोका और अयोग्य प्रमाणित हेबे तो सेही जो विश्वस्त कर्मचारी माने अन्यान्य कर्मचारी माने राजा संगे जाइथिले से माने कोन निजको बोका अयोग्य प्रमाणित हेबे बोका और अयोग्य प्रमाणित हेबे तो सेति पई से माने मध्य काले बोका बा बुद्धिहीन हेबे से माने मध्य निज पदवी पई अयोग्य प्रमाणित हेबे से माने अक्षम प्रमाणित हेबे सेति पई से माने मध्य कोन कले पिला माने सेति पई अन्य मानक परि माने प्रधान विचारपति प्रधानमंत्री और राजा परी से माने मध्य कौन कले मिछरे कहले वाह चमत्कार होइछि। एठारे देख पिला माने वाह बोली कहा जाइछि तमे जेते बेले साबासी बा बढ़िया भल होइछि बढ़िया देखा जाउछि सुंदर देखा जाउछि ए सब आमे कोन करथाउ काहाकू केते बेले आमे जेते बेले साबासी देथाउ सेते बेले ताहाकू कोन करिबा पई ना प्रोत्साहन देबा लागि आमे ए शब्द गुडिकर प्रयोग करिथाउ हैला। तो सेही कर्मचारी माने मध्य सेही 62 जन को बा चमत्कार होइछि बोली कहिथिले हैला। तापर देखो अन्य वाक्य को जीवा राजांकर जन्मोत्सवर पूर्व दिन 62 जन सुवर्ण थाली रे नूतन परिच्छदटी को रखिथिबार अभिनय करी शून्य थाली को नहीं राजा को उपहार देले तो से पिला माने राजा कौन कही 15 दिन मध्य तांको लागी वस्त्र प्रस्तुत करबा पई कहिथिले तो सेति पई से कौन कहिथिले राजा मने मने भाबिथिले जे से वस्त्रटी अद्भुत पोशाकटी जेते बेले हेबो सेते बेले से कौन करबे ना तांकर जन्मोत्सव पिला माने एठारे जन्मोत्सवर अर्थ कौन पिला माने ना जन्मदिनर उत्सव तुम मानकर जन्मदिन तुम माने प्रति वर्ष पालन कर जो दिन तुम जन्म होई थाओ जो तारीख रे जो तिथि रे तुम जन्म होई थाओ सेमिति तुम बापा माँ माने कौन करंती ना जन्मदिन रे तुम पाई नूतन पोशाक किनि दियंती तुम घरे कौन करथाओ ना तुम मिठा बांटी थाओ बा को जहाँ भी भोजी गुटे करी तुम सांग साथी को डाकी थाओ सेटा गुटे उत्सव पालन करथाओ तुमे सेही परी राजांकर जन्मोत्सवर पूर्व दिन राजांकर जन्मोत्सव माने जन्मदिनर उत्सव हैला से दिन तार पूर्व दिन
ଠିକ୍ ତାର ପୂର୍ବଦିନ ସେଇ ଶଠ 2 ଜଣ ଠକ 2 ଜଣ କ'ଣ କଲେ ସୁବର୍ଣ୍ଣ ଥାଳି, ନୂତନ ଶବ୍ଦ ଆସିଲା ସୁବର୍ଣ୍ଣ, ସୁବର୍ଣ୍ଣ ମାନେ ସୁନା, ସୁନାର ଥାଳି। ସେମାନେ ରାଜା ଲୋକ, ତ ରାଜା ଲୋକମାନେ ସେତେବେଳେ କ'ଣ କରୁଥିଲେ ପିଲାମାନେ, ସୁନା ଥାଳିରେ ଭାତ ଖାଉଥିଲେ, ରୂପା ଗିଲାସରେ ପାଣି ପିଉଥିଲେ, ତ ସେଥିପାଇଁ ରୂପା ଚାମଚ ଧରୁଥିଲେ। ତ ସେତେବେଳେ ସେଥିପାଇଁ ସେମାନେ କ'ଣ କଲେ, ରାଜାଙ୍କ ପାଇଁ ସୁବର୍ଣ୍ଣ ଥାଳିରେ ମାନେ ସୁନା ଥାଳିରେ ସେ ନୂତନ ପରିଚ୍ଛଦ ବା ନୂତନ ପୋଷାକଟିକୁ ରଖିଥିବାର ଅଭିନୟ କରି ଶୂନ୍ୟ ଥାଳିକୁ ନେଇ ରାଜାଙ୍କୁ ଉପହାର ଦେଲେ। ହେଲା, ଏଥିରେ ନୂତନ ଶବ୍ଦ କ'ଣ ଆସୁଛି ପିଲାମାନେ, ଉପହାର। ଉପହାର ମାନେ ଭେଟି, ଭେଟି ଆଉ କ'ଣ କହିଥାଉ, ପ୍ରୀତିର ସହିତ ଦିଆଯାଇଥିବା ଦ୍ରବ୍ୟ। ହେଲା, ତୁମକୁ ଯଦି ଖୁସିରେ ତୁମ ସାଙ୍ଗସାଥି କିଛି ଦେଇଥିବେ ତାହା ହେଲା ଉପହାର। ଯେମିତି ତୁମ ଜନ୍ମଦିନରେ ତୁମ ବାପା ମା ତୁମକୁ ଉପହାର ଦିଅନ୍ତି, କିଛି କିଣି ଆଣି ଦିଅନ୍ତି ନୂଆ ଜିନିଷ, ଯାହା ତୁମକୁ ଭଲ ଲାଗେ, ତାହା ହେଉଛି ଭେଟି ବା ଉପହାର। ହେଲା, ସେମିତି ସେମାନେ କ'ଣ କଲେ ନା ସୁବର୍ଣ୍ଣ ଥାଳିରେ ନୂତନ ପରିଚ୍ଛଦଟିକୁ ରଖିଥିବାର ଅଭିନୟ କଲେ। କ'ଣ କଲେ ସେମାନେ ନା ଅଭିନୟ କଲେ। ଅଭିନୟ କରି ସେମାନେ କ'ଣ କଲେ, ଶୂନ୍ୟ ଥାଳିଟିକୁ ନେଇ ରାଜାଙ୍କୁ ଉପହାର ଦେଲେ। ଆଉ ରାଜାଙ୍କୁ ସେମାନେ କ'ଣ ଭେଟି ଦେଲେ, ସେଇ ଶୂନ୍ୟ ଥାଳି ଖାଲି ଥାଳିଟାକୁ ନେଇ ଦେଲେ। ହେଲା, ଏହାପରେ ରାଜାଙ୍କ ଠାରୁ ପୁରସ୍କାର ଘେନି ଚାଲିଗଲେ। ରାଜା କ'ଣ ଘୋଷଣା କରିଥିଲେ ଟିକେ ମନେ ପକାଅ ପିଲାମାନେ, ଯେ ଯିଏ ତାଙ୍କ ଲାଗି ଅଦ୍ଭୁତ ବା ସମ୍ପୂର୍ଣ୍ଣ ନୂତନ ଧରଣର ପୋଷାକଟିଏ ତିଆରି କରିବ ତାହାକୁ ସେ କ'ଣ କରିବେ ନା 1,000 ସ୍ୱର୍ଣ୍ଣ ମୁଦ୍ରା ସେ ପୁରସ୍କାର ଦେବେ। ତ ତାପରେ ଏଇ ନୂତନ ପରିଚ୍ଛଦ ଏଇ ଶୂନ୍ୟ ଥାଳିଟିକୁ ମିଛରେ ମିଛରେ ରାଜାଙ୍କୁ ଦେଇ ଦେଇ ସେମାନେ କ'ଣ କଲେ ପିଲାମାନେ, ରାଜାଙ୍କ ଠାରୁ ସେହି 1,000 ପୁରସ୍କାର ଘେନି, ପୁରସ୍କାର ମାନେ 1,000 ସ୍ୱର୍ଣ୍ଣ ମୁଦ୍ରା ଘେନି ସେମାନେ ଚାଲିଗଲେ। ଜନ୍ମଦିନ ସକାଳୁ ରାଜାଙ୍କର ଭୃତ୍ୟ ତାହାଙ୍କୁ ନୂତନ ପରିଚ୍ଛଦଟି ପିନ୍ଧାଇ ଦେବାକୁ ଆସିଲା। ଭୃତ୍ୟ ଏଠାରେ ନୂତନ ଶବ୍ଦ ହେଉଛି ପିଲାମାନେ ଭୃତ୍ୟ, ଭୃତ୍ୟ ମାନେ ଚାକର। ହେଲା, ତ ସେଇ ଜନ୍ମଦିନର ସକାଳୁ କ'ଣ ହେଲା, ରାଜାଙ୍କୁ ସମସ୍ତେ ତାଙ୍କର ଚାକର ବାକର ସବୁ ଆସି ତାଙ୍କର ପୋଷାକ ପରିଚ୍ଛଦ ତାଙ୍କର ଅଳଙ୍କାର ସବୁ ପିନ୍ଧାଇଥାନ୍ତି। ତୁମେମାନେ ସବୁ ଦୂରଦର୍ଶନରେ ଟିଭି ଧାରାବାହିକ ମାନଙ୍କରେ ସବୁ ଦେଖିଥିବ। ହେଲା, ସେହିପରି ରାଜାଙ୍କୁ ସେ ଭୃତ୍ୟ ବା ତାଙ୍କ ଚାକର ତାଙ୍କୁ ନୂତନ ପରିଚ୍ଛଦଟି ପିନ୍ଧାଇ ଦେବାକୁ ଆସିଲା। ସେ ଭୃତ୍ୟଟି ଆସିଲା, ତାପରେ କ'ଣ ହେଲା ପିଲାମାନେ, ସେ ଦେଖିଲା ଥାଳିଟି ଶୂନ୍ୟ, ତା ଭିତରେ ପ୍ରକୃତରେ କୌଣସି ପୋଷାକ ନାହିଁ। କିଏ ଦେଖିଲା ଥାଳିଟି ଶୂନ୍ୟ ନା ସେଇ ଭୃତ୍ୟ। ରାଜାଙ୍କର ସେଇ ଚାକର ଦେଖିଲା ଯେ ଥାଳିଟି ଶୂନ୍ୟ, ମାନେ ଥାଳିରେ କିଛି ନାହିଁ, ଥାଳିଟି ଖାଲି ଅଛି, ତା ଭିତରେ ପ୍ରକୃତରେ କୌଣସି ପୋଷାକ ନାହିଁ, ମାନେ ଥାଳିରେ କୌଣସି ପୋଷାକ ହିଁ ନାହିଁ। ହେଲା, ସେ କହିଲା, ମହାରାଜ, ମୁଁ ପଛକେ ବୋକା ଓ ଅଯୋଗ୍ୟ ବୋଲି ପ୍ରମାଣିତ ହୋଇପାରେ, କିନ୍ତୁ ଆପଣଙ୍କୁ ଖୁସି କରିବା ପାଇଁ କେବେ ହେଲେ ମିଥ୍ୟା କହିପାରିବି ନାହିଁ। ତ ଏଠାରେ ପିଲାମାନେ ଭୃତ୍ୟଟି ରାଜାଙ୍କୁ ସତ କଥାଟି ଜଣାଇଲା। କ'ଣ ବୋଲି ଜଣାଇଲା, ମହାରାଜ, ହେ ମହାରାଜ, ମୁଁ ପଛକେ ବୋକା ଓ ଅଯୋଗ୍ୟ ବୋଲି ପ୍ରମାଣିତ ହୁଏ, ମୁଁ ପଛକେ ବୋକା ହୋଇଯାଏ, ବୁଦ୍ଧିହୀନ ହୋଇଯାଏ, ଆଉ ଅଯୋଗ୍ୟ, ନିଜର ପଦବୀ ମୋର ଚାଲିଯାଉ ପଛେ, ନିଜର ପଦବୀ ପାଇଁ ମୁଁ ଅଯୋଗ୍ୟ ପ୍ରମାଣିତ ହୋଇଯାଏ, କିନ୍ତୁ ମୁଁ ଆପଣଙ୍କୁ ଖୁସି କରିବା ପାଇଁ କେବେ ହେଲେ ମିଥ୍ୟା, ମିଥ୍ୟା ମାନେ ପିଲାମାନେ ମିଛ, ମିଛ କହିପାରିବି ନାହିଁ। ମାନେ ଏଥିରେ ପିଲାମାନେ ତୁମେମାନେ ଜାଣୁଛ ଚାକରଟି ରାଜାଙ୍କ ପ୍ରତି କେତେ ତାହାର କ'ଣ ଥିଲା ପିଲାମାନେ, ତାହାର ଆଜ୍ଞା ମାନିବା, ତାଙ୍କର ଆଦେଶ ମାନିବା, ତାଙ୍କୁ ଭଲ କଥା କହିବାର ତା ପାଖରେ କ'ଣ ଥିଲା, ସାହସ ଥିଲା। ହେଲା, ସେ ସେଥିପାଇଁ ରାଜାଙ୍କୁ କହିଲା ସେ ମିଥ୍ୟା କହିପାରିବ ନାହିଁ, ସେ ମିଛ କହିପାରିବ ନାହିଁ। ଏଥିରୁ ଜଣାପଡ଼ୁଛି ଯେ ଚାକରଟି ବା ତାଙ୍କ ଭୃତ୍ୟଟି ଭଲ ଲୋକଟେ ନିଶ୍ଚୟ ହୋଇଥିବ, ସେ ଜଣେ ସତ୍ୟବାଦୀ ହୋଇଥିବ ବୋଲି। ହେଲା, ପ୍ରକୃତରେ ଏ ଥାଳିରେ କୌଣସି ବସ୍ତ୍ର ନାହିଁ। ସେ କ'ଣ କହିଲା ରାଜାଙ୍କୁ, ରାଜାଙ୍କୁ ଖୁସି କରିବା ପାଇଁ ସେ ମିଥ୍ୟା କଥା କହିନାହିଁ। ସେ କ'ଣ ବୋଲି କହିଲା, ପ୍ରକୃତରେ ଏ ଥାଳିରେ କୌଣସି ବସ୍ତ୍ର ନାହିଁ, ମାନେ ଥାଳିରେ କୌଣସି ପୋଷାକ ହିଁ ନାହିଁ। ମୋର ମନେ ହୁଏ ସେ କ'ଣ କହିଲା ଯେ ମହାରାଜ, ମୋର ମନେ ହେଉଛି ଯେ ସେ 2 ଜଣ ମିଥ୍ୟାବାଦୀ ଓ ଠକ ଅଟନ୍ତି। ମିଥ୍ୟା ଅର୍ଥ ପିଲାମାନେ ମିଛ, ମିଥ୍ୟାବାଦୀ ଅର୍ଥ ଯେ ମିଛ କଥା କହେ। ମିଥ୍ୟାବାଦୀ ଓ ଠକ ଅଟନ୍ତି। କିଏ 2 ଜଣ ମିଥ୍ୟାବାଦୀ ଓ ଠକ ଅଟନ୍ତି? ସେ କାରିଗର 2 ଜଣ ମିଥ୍ୟାବାଦୀ ଆଉ ଠକ ଅଟନ୍ତି। ଆମକୁ ଠକି ବହୁ ଅର୍ଥ ନେଇ ପଳାଇଛନ୍ତି। ସେ ମହାରାଜଙ୍କୁ ବା ରାଜାଙ୍କୁ ସେ କ'ଣ ବୋଲି କହିଲା ଯେ ଆମକୁ ଠକି, ଆମକୁ ମାନେ ଆମ ସମସ୍ତଙ୍କୁ, ରାଜାଙ୍କୁ
प्रधानमंत्री को प्रधान विचारपति को प्रजा मानू समस्त कर्मचारी को से माने ठकी बहु अर्थ अर्थ बोले टंका पैसा हाँ नहीं पलाई से माने चली जाइछंती ठकी करी से माने बहुत टंका पैसा 100 स्वर्ण मुद्रा सबू नहीं से माने पलाई छंती बोली भृत्यटी राजा को कहला। राजा एई कथा शुणी निजर भ्रम बुझी पारिले एवं मने मने अत्यंत लज्जित हेले। समस्ते कौन करथिले ना 62 जनकर कथारे पड़ी केही भी सत्य कथा को प्रकाश करि पारि नथिले, कारण निजकु लज्जित मने करिवे सेमाने अन्य माने कौन भाबिबे बोली सेमाने भाबिथिले आ सेति पई सेमाने सत कथाटी को कहि पारि नथिले। कौन पाई ना सेमाने निज आसन बा निज पदवी पाई सेमाने अयोग्य प्रमाणित काले होई जिवे बोली सेमाने मिछ कथा कहिथिले, छलना मध्य कहिथिले करिथिले। किंतु राजा जेतेबेले भृत्यटी मुहरु ए कथा सुनिले पिला माने तांकर भ्रम भ्रम एठी नूतन शब्द पिला माने भ्रमर अर्थ हैला भूल। राजा निजर भूल बुझी पारले एवं मने मने अत्यंत लज्जित हेले। से काहाकू किछि कहि न पारले मध्य निज 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 मनरे से अत्यंत लज्जित हेले, लज्जा बोध कले। ताहांकू बहुत लज्जा अनुभव हैला। काहाकू लज्जा अनुभव हैला ना राजा को लज्जा अनुभव हैला। से लज्जित होई गले मने मने हैला। तापरे सेही दिन तांकर शौखीन पोशाक प्रति ममता छाड़ी गला। शौखीन एठारे नूतन शब्द होची पिला माने शौखीन। शौखीन अर्थ होला रुचि संपन्न बा शौक युक्त। तो से दिन ठारू माने केउ दिन ठारू जेउ दिन से भृत्यटी तांकू सत कथाटी कहला आ से 62 जनकर असल कथाटा पदारे पकाई देला। से दिन ठारू राजा निजर भ्रम बुझी पारले, निजर भूल बुझी पारथिले, निज मने मने लज्जित होइथिले। आ सेही दिन ठारू ही से शौखीन बा तांकर जो शौक थिला नूतन पोशाक पिंधिबार से शौक प्रति ममता छाड़ी गला। आ से कौन कले नूतन पोशाक पिंधिबा पई इच्छा प्रकाश कले नाही। से दिन ठारू से इच्छा तांकर कौन हला छाड़ी गला। आ ममता से प्रकाश कले नाही नूतन पोशाक पिंधिबा पई। से एणिकी राजकार्य रे मनोनिवेश कले। राजांकर कर्म कौन होइथाय बोली आमे प्रथम ही आलोचना करथाउ जे राजांकर कार्य सब कौन थिला पिला माने। तो राजकार्य राजांकर जो सब कार्य पिला माने सेटा हला राजकार्य। राजकार्य रे आमे से पूर्वरु पढ़िथिले राजांकर कार्य जो सब कौन प्रजा मंगल कार्य करिवे, प्रजांकर हित साधन करिवे, युद्ध करिवे, शत्रु कबलरु देश को रक्षा करिवे, ए सब हला राजकार्य। तो यही यहाँ पर कौन है ना राजकार्य रे राजा कौन कले निजर मनोनिवेश कले। मनोनिवेश होची नूतन शब्द पिला माने मनोनिवेशर अर्थ है मनोजोग प्रदान कले हैला। आउ कौनसी काम रे हेला कले नाही। राजकार्य रे हेला कले नाही। नाले प्रथमे राजा कौन करथिले नूतन पोशाक जेंती पिंधिबा तांको लागि पागलामी हो जाइथिला। से पागल प्राय बुलुथिले। तो राजकार्य रे से कौन करथिले पूरा भाव रे मनोनिवेश करि पारु नथिबे। किंतु एई घटना घटी सारिबा परे निज भूल बुझी पारि राजा निज राजकार्य रे मनोनिवेश कले हैला। तापरे अन्य वाक्य को जीवा 62 जन समग्र राज्यर लोकंको भोका अयोग्य प्रमाण करी प्रचुर अर्थ नहीं चली जावा पूर्वर धरा पड़ी कठिन शास्ति भोग कले। एथिरे नूतन शब्द होची शास्ति। शास्तिर अर्थ पिला माने दंड। तो 62 जन समग्र राज्यर लोकों को बोका कले हैला। समग्र राज्यर लोक मानकु से माने कोन कले ना बोका करिदेले हैला। तापरे से माने कोन कले प्रचुर अर्थ नहीं माने प्रचुर पैसा नहीं से माने कोन कले ना से माने पळेई जाउथिले से राज्य छाड़ी चली जाउथिले। तापरे कोन हला चली जावा पूर्वरु राजांकर भी केते अछंती गुप्तचर जानिछ ना पिला माने से तांकर सैन्य संबंध पठाई थिबे, गुप्तचर पठाई थिबे, से मानको धरिबा पई तांकर के सब बल प्रयोग करिथिबे। तापरे कोन हला पिला माने से 62 जन से 60 कारीगर 2 जन चली जावा पूर्वरु धरा पड़ी से माने धरा पड़िले आ कठिन शास्ति भोग कले। आ राजा तांको कठिन कौन कले शास्ति देले। तांको शास्ति माने दंड देले। आ से माने से दंड रे दंडित होई कारागार को जाइथिबे कि तांको राजा अन्य कोनोसी शास्ति देइथिबे हैला। पिला माने आमे एई अनुच्छेद गुडी को एबे पढ़ी बुझी सारिले। तुमे माने ये अनुच्छेद गुडी को भल भाव बुझी बोली मोर आशा आउ विश्वास। तो पिला माने
आमे एथिरु कोन शिखिले ना निजर उचित कार्य वा कर्तव्य को छाड़ी कहीं आडंबरपूर्ण देखाणिया कार्य अधिक शौक रखिले ताहा निजर क्षति करिथाए है से राजांकर जो नूतन परिच्छद पिंधिबार जो शौक थिला से शौकटा कौन है ना शेष लज्जित ही करिथिला से तांकर राजकार्य मनोनिवेश करिपारु नथिले तार अर्थ राजकार्य वा राजांकर जहाँ कर्तव्य से भल रूप से पालन करिपारु नथिले तांकर एई सब गुण जोगु से लज्जित और अपमानित मध्य होइथिले हैला तो 62 जन बा ठक मैंने केमिति तांको बोका बनाई चली जाऊले है तो से पिला माने तुमे माने कौन कर केबे भी मिछ कहब नहीं केबे मिछ कथा कहब नहीं निज कर्तव्य जहाँ ताहा ही पालन करिबो हाँ निज कर्तव्य तुमर ए कौन पिला माने तुमे माने ए पाठ पढ़ुच तार अर्थ है तुमे भल करी पाठ पढ़िब हाँ पाठ पढ़िब बापा माँ को कथा मानिब गुरुजन को सम्मान देव तापर कौन कर पिला माने पाठ पढ़ाई बहुत परिश्रम मध्य करिब आउ गोटे पिला माने बढ़िया कथा आम एठी शिखिलु कौन शिखिलु ना राजांकर जेमिति नूतन पोशाक पिंधिबार शौक थिला तो नूतन पोशाक आम पाखे थाउ न थाउ आमे कौन करबा ना परिष्कार और सफा सुतर पोशाक पिंधिबा निहाती जरूरी तुमे माने जानिच जे आमे जेतेबेले सफा रहिबा सेतेबेले ही आमे सुस्थ रही परिबा तो पिला माने तो आमे यही सबू अनुच्छेद गुड़ी को आज पढ़ी बुझिले तो तुमको लेखक कालिंदी चरण पाणिग्राही केते सुंदर पाठटीए लेखि उपहार देइछंती तुम माने केते सबू सेठिरु शिखिल से लेखकों को आमे धन्यवाद देबा हैला तापर पिला माने तुमे मोर एई शिक्षादानटी को मन दे सुनिथिबारु तुम माननको धन्यवाद पिला माने घरे रुह सुस्थ रुह।